ପୁରୁଣା ବାନ୍ଧଗୋଡ଼ା ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟାକୁ ପୂରିଛି 46 ବର୍ଷ। ଏଭଳି ଏକ ଦିନରେ ଘଟିଥିଲା ଏହି ଘୂର୍ଣ୍ଣିବାତ୍ୟା ପ୍ରଭାବରେ ନିମିଷକ ମଧ୍ୟରେ ଗଛ ଲତା ଗାଈ ଗୋରୁ ଓ ମଣିଷ ଆକାଶରେ ଉଡ଼ିବାକୁ ଲାଗିଲେ। ଏହି ଘୂର୍ଣ୍ଣିବାତ୍ୟାରେ 178 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 700 ଗୃହପାଳିତ ପଶୁ ମୃତ୍ୟୁମୁଖରେ ପଡ଼ିଥିଲେ। ଗାଁଟି ଶ୍ମଶାନରେ ପରିଣତ ହୋଇଯାଇଥିଲା। ଆଜି ସେହି ଦିନକୁ ମନେ ପକାଇ ତାର ସ୍ମୃତିସଭା ପାଳୁଛନ୍ତି ଗ୍ରାମବାସୀ। ତେବେ ସେଦିନର ଘୂର୍ଣ୍ଣିବାତ୍ୟାକୁ ନେଇ ଦେଖିବା ଆମର ଏହି ରିପୋର୍ଟ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପୁରୁଣା ବାନ୍ଧଗୋଡ଼ା ଗାଁ। ସେଦିନ ଥିଲା 1978 ମସିହା ଏପ୍ରିଲ ମାସର 16 ତାରିଖ। ସମୟ ଅପରାହ୍ନ 4ଟା ପାଖାପାଖି। ଏହି ସମୟରେ ଆକାଶରେ ଘୋଟି ଆସିଲା କଳା ବାଦଲ। କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେଲା। ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କାରୀ ରୂପ ଧାରଣ କଲା। କେହି କିଛି ବୁଝିବା ପୂର୍ବରୁ ଗଛ ଲତା ଗାଈ ଗୋରୁ ଓ ମଣିଷମାନଙ୍କୁ ଆକାଶକୁ ଉଡ଼େଇ ନେଲା। ଗାଁର 120ଟି ଘର ମାଟିରେ ମିଶିଗଲା। କ୍ଷଣିକ ମଧ୍ୟରେ 178 ଜଣ ଲୋକଙ୍କ ସହ 700 ଗୃହପାଳିତ ପଶୁଙ୍କର ଜୀବନ ଚାଲିଗଲା। ଗାଁ ସତେ ଯେମିତି ଶ୍ମଶାନରେ ପରିଣତ ହୋଇଗଲା। କେବଳ ପୁରୁଣା ବାନ୍ଧଗୋଡ଼ା ଗାଁ ନୁହେଁ, ଏହି ଘୂର୍ଣ୍ଣିବାତ୍ୟା ନିକଟସ୍ଥ କରଡ଼ାମାଳି ନର୍ଦା ତିଗିରିଆ ବିଲାବନ୍ଧ ଆଦି ଗାଁରେ କ୍ଷତି ଘଟାଇଥିଲା। ଘଟଣା ପରେ ଦେଶ ବିଦେଶରୁ ଛୁଟିଥିଲା ସହାୟତାର ସୁଅ। ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁ ମୁଣ୍ଡରେ ସମୂହ ଦାହ ସଂସ୍କାର କରାଗଲା। ସେହି ସ୍ଥାନରେ ସ୍ଥାପିତ ହେଲା ଏକ ସ୍ମୃତିସ୍ତମ୍ଭ। ସେହି ଅବିଶ୍ୱାସନୀୟ ଘୂର୍ଣ୍ଣିବାତ୍ୟାକୁ ଆଜି ପୂରିଛି 46 ବର୍ଷ। ଏବେ ବି ମୃତକଙ୍କ ସ୍ମୃତିରେ ସ୍ମୃତିସ୍ତମ୍ଭ ପାଖରେ ଠିଆ ହୋଇ ବାହୁନି କାନ୍ଦୁଛନ୍ତି ପରିବାର। 1978 ମସିହା ଏପ୍ରିଲ 16 ତାରିଖ ଠାରୁ ଆଜିକି ହେଇଗଲା 46ତମ ସ୍ମୃତି ସମ। ଏଇ 46 ବର୍ଷ ମଧ୍ୟରେ ପ୍ରତିବର୍ଷ ଆମର ଏଇଠି ଏଇ ମହାନ ଆତ୍ମାଙ୍କର ସଦ୍ଗତି ନିମିତ୍ତ ପ୍ରାର୍ଥନା କରାଯାଏ। ଆଉ ଗାଁର ସମସ୍ତ ବ୍ୟକ୍ତି ଆସି ଏଠି ମହାସମାରୋହରେ ପାଳନ କରନ୍ତି। ଆଉ ଗାଁ ଏଇ ମହାନ ଆତ୍ମା ଯେଉଁ ଚାଲି ଯାଇଛନ୍ତି ତାଙ୍କରି ଫଳରେ ଆଜି ଗାଁରେ ଆମର ବହୁତ ଡେଭଲପମେଣ୍ଟ କାମ ହେଇଛି। ଏଇ ଗାଁରେ ଗୋଟିଏ ମେଡ଼ିକାଲ ହେଇଛି, ହାଇସ୍କୁଲଟିଏ ହେଇଛି, ରାସ୍ତାଘାଟର ସବୁ ସୁବିଧା ହେଇଛି। ସେଇ ମହାନ ଆତ୍ମା ଯେଉଁଠି ଥାଆନ୍ତୁ ନା କାହିଁକି ସେ ଭଲରେ ଥାଆନ୍ତୁ, ଈଶ୍ୱର ତାଙ୍କୁ ଭଲରେ ରଖିଥାନ୍ତୁ। ଆଉ ସର୍ବଶେଷରେ ଏଇ ଗାଁର ଲୋକମାନଙ୍କୁ ମୋର ବିଶେଷ ଅନୁରୋଧ, ପ୍ରତିବର୍ଷ ସମସ୍ତେ ଏଇ ଧର୍ମ ଜାତିଗତ ନିର୍ବିଶେଷରେ ବା ଦଳଗତ ନିର୍ବିଶେଷରେ ସମସ୍ତେ ଆସିକି ଏଇ କାମରେ ଯୋଗ ଦେବା ପାଇଁ ମୁଁ ବିଶେଷ ଅନୁରୋଧ କରୁଛି। କେହି କିଛି ଭେଦଭାବ ଭୁଲି ସମସ୍ତେ ଏଠି ଆସିବା ଉଚିତ। ଅନ୍ୟପଟେ ଆଜିର ଦିନ ଆସିଲେ ଦେହ ଶୀତେଇ ଉଠେ ଗ୍ରାମବାସୀଙ୍କର। ଏହି ଦିନରେ ଭଗବାନଙ୍କୁ ସମସ୍ତେ ଏକତ୍ରିତ ପ୍ରାର୍ଥନା କରିଥାନ୍ତି ଏଭଳି ବିପଦ କାହାରିକୁ ନ ଦେବାକୁ। ଏତେ ବଡ଼ ଦୁର୍ଘଟଣା ପରେ ପୁରୁଣା ବାନ୍ଧଗୋଡ଼ା ଗାଁରେ ଅନେକ ପରିବର୍ତ୍ତନ ଆସିଛି। ହେଲେ ଏପ୍ରିଲ ମାସ 16 ତାରିଖ ଆସିଲେ ଏବେ ବି ନିଜ ଲୁହକୁ ସମ୍ଭାଳି ପାରନ୍ତିନି ପ୍ରତ୍ୟକ୍ଷଦର୍ଶୀ। ସେଦିନ ଥିଲା 1978 ମସିହା ଏପ୍ରିଲ 16 ତାରିଖ। 3:46 ହଠାତ୍ ଗୋଟେ ପ୍ରଳୟଙ୍କାରୀ ଘୂର୍ଣ୍ଣିବାତ୍ୟା ଆସିଗଲା, ଯାହାଫଳରେ ଗାଁଟା ପୁରା ଅନ୍ଧାର ଦିଶିଗଲା। ଆମେ ଜାଣିପାରିଲୁନି ଏମିତି କାହିଁକି ହେଲା। ମୋ ପାଖରେ ମୋ ଛୋଟ ଛୋଟ ଭଉଣୀ ଦୁଇଟି ଥିଲେ। ମୁଁ ତାଙ୍କୁ ଘରକୁ ପଠେଇକି ଗୋଟେ ଦୋକାନ ପାଖରେ ରହିଗଲି। କିନ୍ତୁ 3 ମିନିଟ୍ ଭିତରେ ପ୍ରାୟ କ'ଣ ହେଇଗଲା ମୁଁ ଜାଣିପାରିଲିନି। ତାପରେ ମୋର ହୋସ୍ ନଥିଲା, ମୋତେ ପାଣି ଢାଳିକି ହୋସ୍ କଲେ। ଦେଖିଲାବେଳକୁ ମୋ ପାଖରେ 4-5ଟା ଶବ ବି ପଡ଼ିଥିଲା। ଦୁଃଖ ଲାଗେ, ସେଦିନ ମନେ ପଡ଼େ। କିନ୍ତୁ ଏମିତି ଆମର ପାଳନ ଚାଲିଛି 46 ବର୍ଷ ହେଲା। ଗାଁର ପ୍ରାୟ ତା ଭିତରୁ ବହୁତ ଲୋକ ନାମୀ ଦାମୀ ପର୍ସନ୍ ପଳେଇଲେଣି। କିନ୍ତୁ ଯାହା ହଉ ଏଇ ଛୁଆମାନଙ୍କୁ ଅନୁରୋଧ କରୁଛୁ ସେମାନେ ସବୁଦିନ ଏମିତି ପାଳନ କରିଥାନ୍ତୁ, ଆଉ ଗାଁର ସେଇ ସ୍ମୃତି ସହକୁ ମନେ ରଖିଥାନ୍ତୁ। 1978 ମସିହା ଯେଉଁ ଘୂର୍ଣ୍ଣିବାତ୍ୟା ହେଇଥିଲେ ମୁଁ ମଧ୍ୟ ଆଫେକ୍ଟେଡ଼ ହେଇଥିଲି ସେତେବେଳେ। ଆଉ ସେତେବେଳେ ଆମେ ଛୋଟ ହେଇଥିଲୁ, 20-21 ବର୍ଷର ହେଇଥିଲୁ, ସେତେବେଳେ ଆଫେକ୍ଟେଡ଼ ହେଇଥିଲୁ। ଏ ତ 46-47 ବର୍ଷ ଗଲାଣି। ତେଣୁ ସେସବୁ ଜିନିଷ ବାତ୍ୟାରେ ତ ସେତେବେଳକୁ ସେ କଥା କହିଲା ବେଳକୁ ଆଉ ଦେହ ଶୀତେଇ ଉଠୁଛି। 178 ଜଣ ମରିଛନ୍ତି, 900 କେତେ ହସ୍ପିଟାଲାଇଜ୍ ଆମେ ହେଇଥିଲୁ। ତେଣୁ ସେଦିନର କଥା କହିଲା ବେଳକୁ ତ ଆଉ ନ କହିଲେ ମୋତେ ଭଲ। ଯାହା ହେଉଛି ଦୀର୍ଘ ବହୁତ ଦିନ ଗଲାଣି। ତେଣୁ ସେ ବିଷୟରେ କିଛି ଆଉ ବେଶୀ ତ କହିହେବନି, ଯାହା ତ ଗଲା। ମୁଁ ଏତିକି କହିବି, ଏଇ ଯେଉଁ ସ୍ମୃତିସ୍ତମ୍ଭଟା ଏଇ ଯେଉଁ ସ୍ମୃତି ପାଳନ କରୁଛୁ ସବୁ 78 ମସିହାରୁ ଯେଉଁମାନେ ମରିଛନ୍ତି ତାଙ୍କ ପାଇଁ, ସେ ସ୍ମୃତି ଯେଉଁ ପ୍ରତିବର୍ଷ ଏମିତି ପାଳନ ହେଉଛି। ତିଳ ତର୍ପଣ ସକାଳୁ ହେଇକି ନାମ ସଂକୀର୍ତ୍ତନ ହେଇକି ଆସିକି ଏଠି ହୁଏ। କିନ୍ତୁ
ए वर्ष कहीं जो इलेक्शन चलू एटा कोड ऑफ कंडक्ट लागू हम बोली समस्त कहले तेणु ये मीटिंग फिटिंग आउ कलु नहीं आर वर्ष ठू हम या कथा आज गोटे आम अत्यंत दुखर दिन एवं आज गोटे आम समग्र गाँव प्रत्येक परिवार एक दुखर दिन आज समस्त परिवार जड़े ना दिज कहीं ना कहीं जड़े मृत्युवरण करमती एक अकस्मात विपत्ति आसला ता अत्यंत दुखदायक। तो सर्वप्रथम आगे दिगंबर जो मैंने आमर से दिन एक अकाल वियोग घटी से प्रति एक श्रद्धांजलि जनाऊँगी और अमर आत्मार सद्गति कामना करुच्ची। सब दुख और परितापर विषय आम गाँव जोटा ना पुराना बांधगुड़ा से सारा विश्व प्रसारित होता एभली एक दुखद दिन बोध हुए पृथ्वी के आगुरी आसी नाला। गोटे दिन में 178 लोक गोटे गाँव मरीजा मात्र 3-4 मिनिट भितर यह विरल। आज पर्यंत बोध हुए पृथ्वी पृष्ठ कौन घटना घटी ना कि सब दुख और परितापर विषय एत बड़ गोटे घटना घटी जाइए। गाँव लोक तो प्रत्येक वर्ष आम पालन करुचु यह आम कर्तव्य आमर पूर्वज मन पकेबा एवं आमर पूर्वपुरुष को श्रद्धांजलि जनइबा। किंतु बड़ दुखर कथा हूँ प्रशासनिक क्षेत्र में कौन तत्परता ना केबे भी ना। आम प्रत्येक वर्ष एक कथा कही आसुचु ए जो स्मृतिपीठटी होती यहाँ जंगल जमी जाऊँगी बर्तमान फॉरेस्ट लैंड एटा कौन डेभलपमेंट कम भी पार ना गोटे स्मृतिपीठटा सजाड़ी रखार सौंदर्यीकरण कर जो व्यवस्था करने कथा ताहा हो पार ना। आज गणमाध्यम माध्यम ग्रामवासी तरफ नवेदन रही प्रशासन अधिकारी को दयाकोरी आम तो बारंबार कहूँ कि सुफल मिलूना तथापि आउ थे आजिका दिन में आम अनुरोध करूँ निश्चित भाव में या प्रति दृष्टि देवे और स्मृतिपीठ को केमती उन्नतीकरण प्रति दृष्टि रखिए। एवं यही आज दिवस रे आगामी युवपीढ़ी की गोटे अनुरोध रमती स्मृति चालना चली था कारण आमर पूर्वज मैंने कर आम कर्तव्य। केन्दुझर प्रभाती साहू रिपोर्ट जागृति लाइव मीडिया।